ଆଜିର ମୂଳବାଣୀରେ ସମସ୍ତଙ୍କୁ ମୋର ସ୍ୱାଗତ ଜଣାଏ। ଆଜିର ମୂଳବାଣୀ ହେଲା କର୍ମର ଗୂଢ଼ ରହସ୍ୟ। ତୁମେ ସବୁବେଳେ ଭାଗ୍ୟକୁ ଦୋଷ ଦିଅ, କିନ୍ତୁ ମନେ ରଖ, ଭାଗ୍ୟ ତୁମ ହାତର ରେଖାରେ ନଥାଏ, ବରଂ ତୁମ କପାଳର ଝାଲରେ ଥାଏ। ତୁମେ ଭାବୁଛ କିଛି ନ କରି ସବୁ ପାଇଯିବ, କିନ୍ତୁ ପ୍ରକୃତିର ନିୟମ ହେଉଛି ଯେତିକି ବିହନ ବୁଣିବ ସେତିକି ହିଁ ଫସଲ ଅମଳ କରିବ। ଶ୍ରୀକୃଷ୍ଣ ହସି କହନ୍ତି, ଯଦି ତୁମେ କାଲି ପାଇଁ କିଛି ଭଲ ଚାହୁଁଛ, ତେବେ ଆଜି କଷ୍ଟ କରିବାକୁ ପଡ଼ିବ। ମୁଁ ତୁମକୁ ରାସ୍ତା ଦେଖାଇପାରେ, କିନ୍ତୁ ଚାଲିବା ତୁମକୁ ହିଁ ପଡ଼ିବ। ତୁମର ସଂଘର୍ଷ ତୁମକୁ ଜଣେ ସାଧାରଣ ମଣିଷରୁ ଜଣେ ଯୋଦ୍ଧା ବନେଇବ। ଶ୍ରୀକୃଷ୍ଣ କହିଥିଲେ, ହେ ପାର୍ଥ, ମନର ଚିନ୍ତା ଛାଡ଼ି ନିଜ କର୍ମରେ ଏତେ ମର୍ଜି ଯାଅ ଯେ ସ୍ୱୟଂ ଭାଗ୍ୟ ମଧ୍ୟ ତୁମ ପାଖକୁ ଆସିବାକୁ ବାଧ୍ୟ ହେବ। ଏଇଟା ଥିଲା ଆଜିର ଅମୃତବାଣୀ। ଏହି ଅମୃତବାଣୀଟିକୁ ସମସ୍ତଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଜୟ ଗୁରୁ।